ଚାଣକ୍ୟଙ୍କର କିଛି ନୀତି ଶିକ୍ଷାରୁ ରାଜାଙ୍କର ପତ୍ନୀ, ଗୁରୁପତ୍ନୀ, ବନ୍ଧୁପତ୍ନୀ, ଶାଶୁ ଓ ନିଜର ମାତା ଏହି 5 ଜଣ ମାତୃତୁଲ୍ୟ ଅଟନ୍ତି। ପୁସ୍ତକରେ ଥିବା ପାଠ ପର ପାଖରେ ଥିବା ଧନ ଆବଶ୍ୟକ ସମୟରେ କାମରେ ଲାଗେ ନାହିଁ। କାରଣ ପାଠ ମୁଖସ୍ଥ ନହେଲେ ତାହା ଜାଣିବା ନ ଜାଣିବା ସମାନ। ଧନ ମଧ୍ୟ ନିଜ ପାଖରେ ନଥାଇ ପରହସ୍ତରେ ଥିଲେ ତାହା ଥିବା ନଥିବା ପରି ସମାନ। ବିଦ୍ୟାହୀନ ଲୋକର ଜୀବନ ବନ୍ଧୁ ବାନ୍ଧବହୀନ ଲୋକର ସମସ୍ତ ଦିଗ ଓ ପୁତ୍ର ନଥିବା ଲୋକର ଗୃହ ଶୂନ୍ୟ ବୋଲି ବିବେଚିତ ହୋଇଥାଏ। ଏସବୁ କିଛି ନଥିବା ଲୋକ ପକ୍ଷରେ ସଂସାର ଶୂନ୍ୟ ବୋଲି ମନେ ହୁଏ। ସର୍ବବିଧ ଶୂନ୍ୟତାକୁ ଦାରିଦ୍ର୍ୟ କୁହାଯାଏ। ବିଦ୍ୟାକୁ ବାରମ୍ବାର ଅଭ୍ୟାସ ନ କଲେ ତାହା ବିଷତୁଲ୍ୟ ମନେ ହୁଏ। ଅଜୀର୍ଣ୍ଣ ରୋଗୀ ପକ୍ଷରେ ଭୋଜନ ବିଷତୁଲ୍ୟ। ଦରିଦ୍ର ପକ୍ଷରେ ବହୁ କୁଟୁମ୍ବ ବିଶିଷ୍ଟ ପରିବାର ଓ ବୃଦ୍ଧ ପକ୍ଷରେ ଯୁବତୀ ନାରୀ ବିଷତୁଲ୍ୟ। ଗୁଣ ରୂପର ମର୍ଯ୍ୟାଦା ବଢ଼ାଏ। ସ୍ୱଭାବ ଦ୍ୱାରା ବଂଶର କୀର୍ତ୍ତି, ବୁଦ୍ଧି ଦ୍ୱାରା ବିଦ୍ୟାର ମହତ୍ଵ। ଭୋଗ ନୁହେଁ ତ୍ୟାଗ, ଦାନ ଦ୍ୱାରା ଧନର ମର୍ଯ୍ୟାଦା ବଢ଼ିଥାଏ। ଆଜି ଛାଇକୁ ପଚାରିଲି, କାହିଁକି ଚାଲୁଛୁ ମୋ ସହ? ହସିକି ସେ ବି କହିଦେଲା, ଆଉ କିଏ ଅଛି ତୋ ସହ ଚାଲିବାକୁ? ସମ୍ପର୍କ ସବୁବେଳେ ସେହି ମଣିଷ ସହ ରଖନ୍ତୁ ଯେଉଁ ମଣିଷ ଆପଣଙ୍କ ସମ୍ପର୍କର ମୂଲ୍ୟ ବୁଝିପାରୁଥିବ। ତା ସହ ସମ୍ପର୍କ ରଖି କି ଲାଭ? ଯେଉଁଠି ଆପଣ କାନ୍ଦୁଥିବେ ରାତି ରାତି ତା ପାଇଁ, ହେଲେ ସିଏ ଖୁସି ହେଉଥିବ ଆଉ କାହା ସହ କଥା ହେଇ। ଆମ ଭିତରେ ହୋଇଥିବା ଝଗଡ଼ାରେ ଭୁଲ ଯାହାର ବି ହେଇଥାଉ ନା କାହିଁକି, ସବୁବେଳେ ମନେ ରଖିବ ସମ୍ପର୍କ ଆମର। ତେଣୁ ଭୁଲକୁ ଭୁଲି କ୍ଷମା ମାଗି ନେବା ଦ୍ୱାରା ଆମ ସମ୍ପର୍କ ଆହୁରି ମଜବୁତ ହେବ। ଯିଏ ପରିସ୍ଥିତି ମୁତାବକ ନିଜକୁ ବଦଳାଏ ନାହିଁ, ପ୍ରକୃତି ତାକୁ ନଷ୍ଟ କରିଦିଏ। ଏ ସୃଷ୍ଟିରେ କେବଳ ସର୍ବଶ୍ରେଷ୍ଠ ଜୀବ ହିଁ ଜୀବିତ ରହିପାରିବ। ନା ଅଛି କିଛି ମିଳିବାର ଆଶା, ନା ଅଛି କିଛି ବାନ୍ଧିବାର ବସା। ଅଛି ଖାଲି ଗୋଟିଏ ମନ। କୃଷ୍ଣ ନାମ ତୁଣ୍ଡେ ଥାଉ ଯାଉ ଜୀବନ। କେତେ ଅଜବ ଲୋକ ଏ ଦୁନିଆରେ ଅଛନ୍ତି। ଧୂପକାଠି କିଣିବେ ଭଗବାନଙ୍କ ପାଇଁ, କିନ୍ତୁ ବାସନା ତାଙ୍କ ପସନ୍ଦରେ ବାଛି କିଣିବେ। ଠିକ କହିଲି ନା? କିଛି ନିହାତି ଜାଣିବା କଥା। କୌଣସି ନିଷ୍ପତ୍ତି ନେବା ଆଗରୁ ଦୁଇଥର ଭାବନ୍ତୁ। ଆନନ୍ଦିତ ମୁହୂର୍ତ୍ତ ଗୁଡ଼ିକ ସହଜରେ ଆସନ୍ତିନି। ଦୁଃଖ ନାହିଁ ତ ସୁଖ ନାହିଁ। ବୁଦ୍ଧିମାନ ହେବା ଅପେକ୍ଷା ଭାଗ୍ୟବାନ ହେବା ଉଚିତ। ମରିବା ଅପେକ୍ଷା କଷ୍ଟ ପାଇବା ପାଇଁ ଅଧିକ ସାହସ ଦରକାର। ଦେବା ଆଉ ମାଗିବା ଉଭୟ କଷ୍ଟ। ଶୋଇଲା ସିଂହକୁ ଜଗାଅ ନାହିଁ। ଜ୍ଞାନ ମସ୍ତିଷ୍କର ଖାଦ୍ୟ। ଯଦି ସମସ୍ୟା ନଥାନ୍ତା ତେବେ ସୁଯୋଗ ନଥାନ୍ତା। ପ୍ରେମ ହିଁ ପୃଥିବୀକୁ ସଞ୍ଚାଳିତ କରେ। ମୂର୍ଖର ସନ୍ଦେହ ସବୁ କଥାକୁ। ଯାହାର ଦେଣା ଯେତେ ତାର ଦୁଃଖ ସେତେ। ସୁନ୍ଦର ହେବ ତ 20ରେ, ଧନୀ ହେବ ତ 40ରେ, ଜ୍ଞାନୀ ହେବ ତ 50ରେ। ପିଠି ଅରକ୍ଷିତ ମୋହ ନରେନ୍ଦ୍ର। ମାନ ବଢ଼ାଏ ଭାବ ସ୍ୱଭାବ। ଇତିହାସର ପୁନରାବୃତ୍ତି ହୁଏ। ସବୁ ଖୁସିକୁ ଖୁସି ଭାବନ୍ତୁ ନାହିଁ, ସବୁ ଦୁଃଖକୁ ଦୁଃଖ ଭାବନ୍ତୁ ନାହିଁ। ଯଦି ଏହି ଦୁନିଆରେ ବଞ୍ଚିବାର ଅଛି ତେବେ ନିଜକୁ କାହାଠାରୁ କମ୍ ଭାବନ୍ତୁ ନାହିଁ। ଭାଇ ଭାଇର ସମ୍ପର୍କ ଭଗବାନ ବିପତ୍ତି ବାଣ୍ଟିବା ପାଇଁ କରିଥିଲେ, କିନ୍ତୁ ଆଜି ସମ୍ପତ୍ତି ବାଣ୍ଟିବାରେ ସୀମିତ ରହିଗଲା। ଏଠି କେହି କାହାର ନୁହନ୍ତି ଆଜ୍ଞା। ଆଜିର ଦୁନିଆରେ ଥରେ ନିଜ ଆଡୁ କଥା ହେବା ବନ୍ଦ କରି ଦେଖନ୍ତୁ। ଅନେକ ଆପଣାର ଲୋକ ବି ପର ହେଇଯିବେ। ଭଗବାନଙ୍କୁ ଛାଡ଼ି କେହି ମୋତେ ନିଜର କରିପାରିଲେନି, ଆଉ ମୁଁ ଭଗବାନଙ୍କୁ ଛାଡ଼ି ଆଉ କାହାକୁ ନିଜର କରିପାରିଲିନି। ପଲ୍ଲୀ କବି ନନ୍ଦକିଶୋର ବଳଙ୍କ କିଛି ନୀତି ଶିକ୍ଷା। ଏ ଜଗତରେ କର୍ମ ହିଁ ସୁଖ ଦୁଃଖର କାରଣ।
କର୍ମ ଅନୁସାରେ ପ୍ରାଣୀ ଭଲ ମନ୍ଦ ଫଳ ଭୋଗ କରିଥାଏ। ସୁଖ ପରେ ଦୁଃଖ ଏବଂ ଦୁଃଖ ପରେ ସୁଖ ଲାଗି ରହିଛି। ଏହି ଜଣେ ହେଲେ ସଦା ସୁଖୀ ରହିପାରେ ନାହିଁ। ମନ ହିଁ ସୁଖ ଦୁଃଖର ପରିଚୟ। ସୁଖ ବେଳେ ମନ ଉତ୍ଫୁଲ୍ଲିତ ହୋଇଥାଏ, ଦୁଃଖରେ ବିମର୍ଷ ହୋଇଥାଏ। ମନରେ ସୁଖ ନଥିଲେ ସବୁ କିଛି ଅସାର ଲାଗେ। ମିଳନ ବିଚ୍ଛେଦ ପରସ୍ପରର ପରିପୂରକ। ବିରହ ପରେ ମିଳନର ସ୍ୱାଦ ଅଧିକ ମଧୁର ହୋଇଥାଏ। ଯେଉଁ ପକ୍ଷୀ ଯେତେ ଦୂର ଉଡ଼ିପାରେ ସେହି ଅନୁସାରେ ତାର ପରିଚିତି ଜଣାପଡ଼େ। କ୍ଷମା କଲେ କ୍ଷମା ମିଳେ ଏକଥା ସତ୍ୟ। କ୍ଷମାର ଅନ୍ତ ନାହିଁ। କ୍ଷମାଦାତା ଓ ଏବଂ କ୍ଷମାର ଗ୍ରହୀତା ଦୁହେଁ ଯାକ ଭାଗ୍ୟବନ୍ତ। କହିବା ଲୋକ କେବେ ମହତ ନୁହଁଇ, ଯିଏ ସହେ ସେ ହିଁ ମହତ। ସହିଷ୍ଣୁତା ଗୁଣ ନଥିବାରୁ ବାଳକ ବାଳିକାମାନେ ଘରେ ଅଜ୍ଞାନ ହୋଇଥାନ୍ତି। ମାତୃ ସ୍ନେହ ସମ ଆଉ ଏ ସଂସାରରେ କିଛି ନାହିଁ। ଜୟ ଶ୍ରୀ ଜଗନ୍ନାଥ।